ମୁଁ ଏହି ଶେଷ ଭିଡିଓରେ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରି ସ୍ମାର୍ଟଫୋନ୍ ଉତ୍ପାଦ ଫଟୋଗ୍ରାଫି ଭିଡିଓର ଏହି ସିରିଜକୁ ଶେଷ କରିବି। ପ୍ରଥମତଃ ମୁଁ ଯାହା କହିବାକୁ ଚାହୁଁଛି ତାହା ହେଲା ଏକାଧିକ ଆଙ୍ଗେଲ ସହିତ ଫଟୋ ଅପଲୋଡ୍ କରନ୍ତୁ। ବିଭିନ୍ନ ଆଙ୍ଗେଲରୁ ଚିତ୍ର କ୍ୟାପଚର କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଉତ୍ପାଦର ପ୍ରତ୍ୟେକ ଛୋଟ ବିବରଣୀ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ଉଚିତ। ଆଉ ଏଥିପାଇଁ ଗୋଟିଏ ପ୍ରଡକ୍ଟ ପାଇଁ ଯେତିକି ଫଟୋ ଉଠାଇବା ଦରକାର ସେତିକି ଫଟୋ ଉଠାଇବା ନିହାତି ଭାବରେ ଆବଶ୍ୟକ। ଆଉ ଏହି ଫଟୋକୁ ଦେଖିବା ପରେ ଯେମିତି ପ୍ରଡକ୍ଟର ବିଭିନ୍ନ ବିଶେଷତା କ୍ରେତା ଦେଖିବା ମାତ୍ରେ ପରିଷ୍କାର ଭାବରେ ବୁଝିପାରିବେ। ଏହାର ଫଟୋ ଉଠାଇବା ସମୟରେ ଆମକୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଦ୍ୱିତୀୟତଃ ସୁସଙ୍ଗତ ଉତ୍ପାଦ ଚିତ୍ର, ଅର୍ଥାତ୍ ଯଦି ଆପଣ ପ୍ରାକୃତିକ ଆଲୋକରେ ସୁଟିଂ କରୁଛନ୍ତି ତେବେ ଦିନର ଏକ ନିର୍ଦ୍ଦିଷ୍ଟ ସମୟ ବାଛିବା ନିଶ୍ଚିତ କରନ୍ତୁ। ସେହି ସମୟରେ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ କୋଠିର ଝରକା ଯେଉଁଠୁ ଲାଇଟ୍ଟା ବାହାରୁ ଆସି ପଡ଼ୁଛି କିମ୍ବା ଯେଉଁଠାରେ ଆପଣ ଫଟୋ ଉଠାଉଛନ୍ତି ସେହି ଆଲୋକ ପ୍ରତିଦିନ କ୍ରମାଗତ ଭାବରେ ଖସିବାକୁ ଅନୁମତି ଦିଏ। ତାହେଲେ ଆପଣଙ୍କର ସମସ୍ତ ପ୍ରଡକ୍ଟର ଫଟୋଗୁଡ଼ିକ, ମାନେ ଯଦି ଆପଣ ପ୍ରତିଦିନ ଏକା ସାଙ୍ଗରେ 5ରୁ 10ଟି ଫଟୋ ଉଠାଉଛନ୍ତି ତେବେ ଦ୍ୱିତୀୟ ଦିନରେ ମଧ୍ୟ ଫଟୋ ଉଠାଇଲେ ପ୍ରଥମ ଦିନର ଫଟୋ ଏବଂ ଦ୍ୱିତୀୟ ଦିନର ଫଟୋ ମଧ୍ୟରେ ବିଶେଷ କିଛି ଫରକ ଦେଖାଯିବ ନାହିଁ। ଉଭୟ ଫଟୋରେ ଏକ ନିରନ୍ତର ଲୁକ୍ ରହିବ। ପ୍ରଡକ୍ଟ ଫଟୋଗ୍ରାଫିରେ ଏହି ନିରନ୍ତରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏକ ଏଡିଟିଂ ଆପ୍ କିମ୍ବା ଫଟୋଶପରେ ଏଡିଟିଂ କରିବା ସମୟରେ ଆମକୁ ମନେ ରଖିବାକୁ ପଡ଼ିବ ଯେ ଉତ୍ପାଦର ପ୍ରକୃତ ରଙ୍ଗ ଆପଣଙ୍କ ଛବିର ରଙ୍ଗ ସହିତ ଯଥାସମ୍ଭବ ନିକଟତର ଅଟେ। ମାନେ ରଙ୍ଗର ଯେଉଁ ପାର୍ଥକ୍ୟ ରହିଥାଏ ସେଇଟା ଯଥାସମ୍ଭବ କମ୍ ରହିବା ଆବଶ୍ୟକ। ଆଉ ନିଶ୍ଚିତ କରନ୍ତୁ ଯେ ବ୍ୟାକଗ୍ରାଉଣ୍ଡ ଯେମିତି ଏକଦମ ପରିଷ୍କାର ଥିବ, ଅର୍ଥାତ୍ ବ୍ୟାକଗ୍ରାଉଣ୍ଡରେ ଯେମିତି କୌଣସି ପ୍ରକାର ଦାଗ ନ ରହେ। ଯଦି କୌଣସି ଦାଗ ଥାଏ ତେବେ ଏହାକୁ ଏଡିଟିଂ ଆପ୍ କିମ୍ବା ଫଟୋଶପ୍ ବ୍ୟବହାର କରି ସଫା କରିବା ଆବଶ୍ୟକ। ତୃତୀୟତଃ ଉଚ୍ଚ ଗୁଣବତ୍ତା ଚିତ୍ର। ଫଟୋ ଉଠାଇବା ସମୟରେ କିମ୍ବା ଫଟୋ ଅପଲୋଡ୍ କରିବା ପୂର୍ବରୁ ଯତ୍ନ ନେବା ଉଚିତ ଯେପରି ଫଟୋଗୁଡ଼ିକର ଗୁଣବତ୍ତା ସହ ବୁଝାମଣା ନ ହୁଏ। ଅର୍ଥାତ୍ ସର୍ବୋତ୍ତମ ଗୁଣବତ୍ତାଯୁକ୍ତ ଫଟୋ ଆପଣଙ୍କୁ ଅପଲୋଡ୍ କରିବାକୁ ପଡ଼ିବ, ବା କୌଣସି ଅସ୍ପଷ୍ଟ ଛବି ଅପଲୋଡ୍ କରିବେ ନାହିଁ। ଯେଉଁ ବ୍ୟାକଗ୍ରାଉଣ୍ଡରେ ଆପଣ ଫଟୋ ସୁଟ୍ କରୁଛନ୍ତି ସେସବୁ ସମସ୍ତ ଫଟୋରେ ଯେମିତି ଧଳା ପୃଷ୍ଠଭୂମିର ଅର୍ଥ ହେଉଛି ପ୍ରତ୍ୟେକ କୋଣର ଭିନ୍ନ ଭିନ୍ନ ଚିତ୍ର ସମାନ ହେବା ଆବଶ୍ୟକ। ଅର୍ଥାତ୍ ଯେତେଗୁଡ଼ିଏ ଆଙ୍ଗେଲ ଆପଣ ଦେଖାଉଛନ୍ତି ତାର ସେଇ ଚିତ୍ରର ପୃଷ୍ଠଭୂମି ଆଉ ଉତ୍ପାଦର ରଙ୍ଗ ଏକଦମ ଯେମିତି ସମାନ ରହେ ସେଥିପ୍ରତି ଧ୍ୟାନ ଦେବା ଉଚିତ। ତେବେ ହଁ, ସେହି ଫଟୋକୁ ବହୁତ ଭଲ କ୍ୱାଲିଟି ପିକ୍ଚର ଭାବେ ବିବେଚନା କରାଯିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହି ମୁଁ ଏହି ଭିଡିଓକୁ ଶେଷ କରିବି, ଅର୍ଥାତ୍ ପ୍ରଡକ୍ଟ ଫଟୋଗ୍ରାଫିର ମହତ୍ତ୍ୱ କ'ଣ? ପ୍ରଡକ୍ଟ ଫଟୋଗୁଡ଼ିକ ହେଉଛି ପ୍ରଥମ ଜିନିଷ ଯାହା ଜଣେ ଗ୍ରାହକଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରେ। ଯେକୌଣସି ସପିଂ ଆପ୍ରେ ପ୍ରଡକ୍ଟ କିଣିବା ନିଷ୍ପତ୍ତିର 75% ଏହାର ଫଟୋର ଗୁଣବତ୍ତା ଉପରେ ହିଁ ନିର୍ଭର କରିଥାଏ। ଅର୍ଥାତ୍ ଆପଣଙ୍କ ପ୍ରଡକ୍ଟର ସଠିକ୍ ଫଟୋ ଆପଣଙ୍କୁ କ୍ରେତାଙ୍କ ପାଇଁ ଭରସାଯୋଗ୍ୟ କରିବ। ସେଇ ସମାନ ଆପ୍ ଭିତରେ 22% ବା 22% ପ୍ରଡକ୍ଟ ଫେରସ୍ତ ହୋଇଥାଏ, କାରଣ ପ୍ରଡକ୍ଟ ଫଟୋଗ୍ରାଫ ପ୍ରକୃତ ଉତ୍ପାଦ ପରି ଦେଖାଯାଏ ନାହିଁ। ତାହେଲେ ଏଇଠି ଆମେ ବୁଝିବା ଯେ ଯେଉଁ ହାଇ କ୍ୱାଲିଟି ଫଟୋର କଥା ମୁଁ ଆପଣଙ୍କୁ କହିଥିଲି ସେଇଟାର ଅର୍ଥ ହେଉଛି ଯେ ଉତ୍ପାଦର ସଠିକ୍ ଫଟୋଗ୍ରାଫି ଏବଂ ସଚୋଟ ପ୍ରଜନନ ସହିତ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଛବି ଆପଣଙ୍କ ଉତ୍ପାଦ ବିକ୍ରି ପାଇଁ କେତେଟା ଜରୁରୀ ହୋଇଥାଏ। ସଚୋଟ ପ୍ରଜନନ ଦ୍ୱାରା ମୁଁ କହିବାକୁ ଚାହୁଁଛି ଯେ ଆପଣଙ୍କ ଉତ୍ପାଦର ଆକୃତି ଏବଂ ରଙ୍ଗ ଆପଣଙ୍କ ଫଟୋରେ ଆପଣଙ୍କ ମୂଳ ଉତ୍ପାଦର ଯଥାସମ୍ଭବ ପାଖାପାଖି ପୁରା ନିକଟତର ହେବା ଉଚିତ। ସ୍ମାର୍ଟଫୋନ୍ ପ୍ରଡକ୍ଟ ଫଟୋଗ୍ରାଫିର ଏହି ଭିଡିଓକୁ ଆମେ ଏଠି ଶେଷ କରୁଛୁ। ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ସମସ୍ତେ ଯେମିତି ଭଲରେ ଥିବେ। ଏହି ପୁରା ସମୟ ଆମ ସହିତ ରହିଲେ ଆଉ ଆମର ଏହି ପୁରା ଭିଡିଓକୁ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।